ମୋ ନା କବିତା ରାଣୀ ମୁଦୁଲି ଶହୀଦ ନଗର ପଥର ଦିଅ ଘର ପାରିବାର ଚିନ୍ତା ସବୁ ଏବେ ମତେ ମାରଧର କଲେ ମୋ ଦେଢଶୁର ମୋ ଯା ତାଙ୍କ ଝିଅ ତାଙ୍କ ପୁଅ ଆଉ ତାପରେ ଟିଏଲ କତିକି ପାଣି ଛାଡ଼ିଲେନି ପାଣି ମୁଁ ବାହାରୁ ଆଣିନି ବାହାରୁ ଆଣିଲା ପରେ ରାସ୍ତା ବନ୍ଦ କଲେ ଯୋଉଠି ବାହାରୁ ଖାଇନି ତାକୁ ବି ରାସ୍ତା ବନ୍ଦ କଲେ ହେଠୁ ମୁଁ ପାଣି ଆଣିପାରିଲିନି ମୁଁ ଯେମିତି କହିନି ପୁଣି ମାରତେ ଉଡେଇଲେ ଟିଏଲ ବନ୍ଦ ଦାଣ୍ଡ ରାସ୍ତା ବନ୍ଦ ଘର ଦୁଆର 5 ବର୍ଷ ହେଲା ମୋ ଘର ଦୁଆର ଖୋଲୁନା ମୋ ରୁମ ବି ଖୋଲୁନାହାନ୍ତି ମୁଁ ବି ଝରକା ବାଟେ କରିକି ଡେଇକି ଆସୁଛି ପୁଣି ମାଟି ଘର ପରସ୍ତେ ସାଙ୍ଗରେ ମିଶିକି କନୁ ତାକୁ ବି ସେ ମରସ ଦେଲେନି ଜୋର ଜବରଦସ୍ତି ସେ ଘର ରଖିଲେ ଏଇ ସବୁ କଥା ନେଇକି ଘରୁ ମାନେ ବାହାର କେମିତି କରିଦେମୁ ଆଉ ପାଣି ଦେବେନି ଟିଏଲ ଛାଡିବେନି ଡାମ ଛାଡିବେନି ସବୁ ଜିନିଷ ସାଙ୍ଗ ଜିନିଷକୁ ମତେ ମୋ ସ୍ୱାମୀ ମେଣ୍ଟାଲି ତାଙ୍କୁ ବି ମେଡିସିନ ଦେବା ପାଇଁ ରଖିନି କିଛି ସେ ମେଡିସିନ ଫେଡିସିନ କେତେ ନେଇ ଘରେ ପଶିକି ନେଇଯିବେ ଏ ଘଟଣା 3 ମାସ ହେଇଗଲାଣି ଘରୁ ଥାନାରେ ଏଫଆଇଆର ଦେଇଥିଲେ ଥାନାରେ ବୁଝିଥିଲେ ବୁଝିକି ତାପରେ ତା ସ୍ତ୍ରୀକି ନେଲା ପରେ ପୁଣି ଦେଖିଲା ବେଳକୁ ଆଉ ପୁଣି ସେ ଗନି ଗଲା ପରେ ସିଏ ଆଉ ଆସିଲା ଆଉ ମେଣ୍ଟିଲେନି ମାନେ ରାସ୍ତା ଦ୍ୱାର ଚାବି ଖୋଲିଲେନି ରହିନି ତାପରେ ପଚାରିନି ମୁଁ ସାରେ ତମେ ତ ଆପଣ ପଠେଇଲ ଆଉ ଆସିଲେନି ଆଉ ସିଏ ଆସିଲେନି ପୁଣି ସରପଞ୍ଚ ଧରିନି ସରପଞ୍ଚ କହିଲେ ହଁ ମୁଁ ସବୁ ଜିନିଷ ପତ୍ର ରହିଛି ମୁଁ ଆମେ ଖୋଲି ଖାଲିକି ତତେ ନେଇକି ସେ ଘର ଛାଡିମୁ ଧୂସୁର ଥାନାରେ ଏଫଆଇଆର ଦେଇଥିଲେ ଧୂସୁର ଥାନାରେ ଆସିଥିଲେ ସିଏ ବି ଫେରିକି ପଳେଇଲେ ଡାକିଲେ ଶୁଣ କହିଲେ ଆମେ ଆଉ ପାରିବୁନୁ ତମେ ଯାଅ ଅଲଗା ଜାଗା କିଛି କୋର୍ଟ ଇଏ କର ଏଇ ମୁଁ ନ୍ୟାୟ ପାଉନାହିଁ ମୁଁ ଘରକୁ ଟିକେ ଯିମି ଶୀତଦାର ଏ ଘର ସେ ଘର ପଶିକି ରହୁଛି ସରହଦି ଘର ଛୁଆ ଗାଁ ଲୋକ କିଛି ମତେ ସାହାଯ୍ୟ କରିକି ଘର ଭିତରେ ରହିଛି ଖାଇବା ପିଇବା ସବୁ ମାନେ ବୁଝାବୁଝି କଲେ ଯୋଉ ଦାନା ପାଣିରେ ମୁଁ କିଛି ଦିନ ସ୍କୁଲରେ ରହିନି ସେପଟେ ମୁଁ ଘର ନ୍ୟାୟ ଖୋଜୁଛି ମୋର ଭାଗବାନ ଟିକେ ହେଲେ ମୁଁ ଘର କୋଟି ଟିକେ କରନ୍ତି ଏମିତି राजेंद्र प्रसाद जेना जिला दलित नेता भद्रक जो धुसुरी थाना अंतर्गत जो शहीद नगर पथरडिया ग्राम ये जो निराश्रय महिलाटी आसी महिला को उद्देश्यमूलक भाव में हैरान हरकत करपरिक बेघर जहाँ दुख परितापर विषय एने से बारंबार थाना अभियोग अभियोग करने सत्वे प्रति उचित न्याय प्रदान कराଯାଏନି आज संपृक्त महिला जनक आज एसपी को साक्षात करने आसी मु प्रथम दाबी करी तुरंत ये जो ताकर जो महिला जनक आसछन्ती स्वामी जन अर्ध पागल गोटे पुओटे अच्छी एपरी एक निराश्रय महिला को तुरंत न्याय प्रदान करा जाऊ मु दाबी करुच्ची तुरंत अभियुक्त मान गिरफ करा सहित यही घटनार उच्च तदंत करा केमिति घरे रखा जाऊ कारण ये जो शीत काकर से बाहर रोचंती जोटा गोटे अमानवीय कथा कहले अत्युक्ति हेनी से एप्रति मो एसपी सार अनुरोध करुच्ची तुरंत एप्रति उच्च तदंत करा जाऊ एवं संपृक्त महिला को एवं ता परिवार वर्ग को थैथान करा जाऊ एवं तार निजस्व घर जो कराई बेघर करा रखा जाऊ बोली मु दाबी करूँ।